ଜ୍ଞାନ 392। ଯେଉଁ ସବୁ ଯୁଗରେ ସବୁଠାରୁ କମ୍ ସଂଖ୍ୟାର ବାହ୍ୟ ଆରୋଗ୍ୟ ଉପଚାର ମାନ ରହିଥିଲା, ସେଇଗୁଡ଼ିକୁ ହିଁ ମନୁଷ୍ୟ ଜାତିର ଇତିହାସରେ ସବୁଠାରୁ ଅଧିକ ସୁସ୍ଥ ଯୁଗ ବୋଲି କୁହାଯିବ। ଯେଉଁ ଯୁଗରେ ସବୁଠାରୁ କମ୍ ସଂଖ୍ୟାର ବାହ୍ୟ ଆରୋଗ୍ୟ ଉପଚାର ମାନ ରହିଥିଲା। ଦେଖନ୍ତୁ, ଆମକୁ ରୋଗ ହବ ଆଉ ଆମେ ଉପଚାରରେ ହବା, ତାଠାରୁ ବହୁତ ସୁନ୍ଦର, ବହୁତ ସୁସ୍ଥ ବାତାବରଣ ନୁହେଁ କି ଯେଉଁଥିରେ ଆମକୁ ରୋଗ ହିଁ ହବ ନାହିଁ। ସେଇଥିପାଇଁ କହୁଛନ୍ତି, ଯୋଉ ଯୁଗରେ ବାହ୍ୟ ଉପଚାର ବହୁତ କମ୍ ଥିଲା, ସେଇ ଯୁଗଟି ଏକ ଗୌରବମୟ ଅଧିକ ସୁସ୍ଥ ଯୁଗ ବୋଲି କୁହାଯିବ। ପ୍ରାସଙ୍ଗିକ ନୁହଁ, ମାନେ ରୋଗ ସ୍ୱାସ୍ଥ୍ୟ ବିଷୟ କଥା, କିନ୍ତୁ ଟିକେ ଆଉଟସାଇଡ ବକ୍ସ ଯାଇକିରି ଆମେ ଆମ ଦୈନନ୍ଦିନ ଜୀବନର ଘଟଣାଟିକୁ ଦେଖିବା। ଥରେ ଗୋଟିଏ ଜାଗାରେ ଜଣେ କହୁଥାନ୍ତି, ଆମେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି ଆଶ୍ରମ ମାନଙ୍କରେ ଦେଖିଥିବେ, ଗୋଟିଏ ବି ତଳେ ଯେମିତି ଟେବୁଲ ଉପରେ ନ ପଡିବ, ସେଥିପାଇଁ ସମସ୍ତେ ସେଠି ଟିକେ ସତର୍କ କରାନ୍ତି। ଆଉ ଗୋଟେ ଜାଗାରେ ଜଣେ କହୁଛନ୍ତି, ଏଇଟା କଣ ଆଶ୍ରମ ନା କଣ, ପଡିଲେ କଣ ହେଲା, ସେଠୁ ଉଠା ହବନି କି? କହୁଥାନ୍ତି ଏଇ କଥାଟା। ଆମେ ଆମେ ଟିକେ ଉପର ଲେବୁଲ ଯାଇ ଚିନ୍ତା କରିବା ଏଇ କଥା ସହିତ। ସେ କଥାଟିକୁ ମୁଁ କାହିଁକି କହିଲି, ଆମେ ତଳେ ପକେଇବା କାହିଁକି, ପୁଣି ଉଠେଇବା ପରିଷ୍କାର କରିବା କାହିଁକି? ମୁଁ ଏମିତି ଅଭ୍ୟସ୍ତ ହେବି, ମୋର ଏକ ସ୍ୱାଭାବିକ ପ୍ରବୃତ୍ତି ଏମିତି ହବ ଯେ ମୋ ଯୋଉ ଖାଦ୍ୟ ଥାଳିରୁ କୌଣସି ଖାଦ୍ୟ ଯେପରି ବାହାରେ ନ ପଡିବ, ସେଇ ଅବସ୍ଥାଟା ଅଧିକ ଉତ୍ତମ ଅବସ୍ଥା, ନା ପଡିଲା ପରେ ବହୁତ ସୁନ୍ଦର ଭାବରେ ପୋଛି ନେଇଗଲି ସେଇଟା ଉତ୍ତମ ଅବସ୍ଥା? ହୁଁ। ମା, ଥ୍ୟାଙ୍କ ୟୁ ଅଲ୍, ଅରବାର।